ରୁ ଆସିଛି। ମୋର ନାଁ ହେଲା ମକୁନ୍ଦ ମେହେର, ଉଲୁଣ୍ଡା ବ୍ଲକ ମୋର ଘର ଜଗନ୍ନାଥପାଲି। ମୁଁ କିଛି ଦିନ ପରେ ଆଗରୁ ମାନେ ଗୋଟେ ଏଇଠି ସଂଗ୍ରାମ ବୋଲି ଗୋଟେ ପିଲାଟେ ମାନେ ଭୁବନେଶ୍ୱରରୁ ଆସୁଥିଲୁ ଟ୍ରେନ୍ରେ, ମାନେ ଚିହ୍ନା ପରିଚୟ ତା ସାଙ୍ଗରେ ହେଲା ପରେ ସେ ମୋତେ କଲ୍ କଲେ, ଭାଇ ଆମ ଆଡ଼େ ଟିକେ ବୁଲି ଆସ ଏମିତି ସେମିତି ବୋଲି। ଆଗରୁ ଟିକେ ମୋବାଇଲରେ ଫୋନ୍ରେ କଥାବାର୍ତ୍ତା ହେଉଥିଲି। ସେ ଆସିଲା ପରେ ଇନୁ ମାନେ ତା ସାଙ୍ଗରେ ମିଶିଲୁ। ସେ ଘରକୁ ତାର ଲୋକେସନ୍ ମୁଁ ଜାଣିନି, ମୁଁ ତ ମୋ ଲୋକେସନ୍ ଛାଡ଼ ଦିଅ ବୋଲିକିରି ତାର ଲୋକେସନ୍ ଛାଡ଼ିଲା ପରେ ତା ଗାଁକୁ ମୁଁ ପହଞ୍ଚିଲି। ସେ କହିଲା, ଭାଇ ମୁଁ ସଂଗ୍ରାମ ଘର କେଉଁଠି ବୋଲିକିରି ତାଙ୍କୁ ପଚାରୁଥିଲି। ତାଙ୍କ ଗାଁରେ ପହଞ୍ଚି ସେ ସଂଗ୍ରାମ ଫୋନ୍ କଲା, ଭାଇ ମୁଁ ଜଗନ୍ନାଥପୁର ବୋଲିକିରି ଗୋଟେ ଅଛି, ସେଠି ଶବ ପୋଡ଼ୁଛନ୍ତି, ସେଠି ପଳେଇ ଆସ, ମୁଁ ସେଠି ଅଛି ବୋଲିକି ତୁମେ ପଚାରିକିରି ପଳେଇ ଆସ ବୋଲିକିରି କହିଲେ। ମୁଁ ସେଠି ଗଲି। ସେଠି ଗଲାବେଳକୁ ସେ ମାନେ ଆଉ ଗୋଟେ ଭାଇକୁ ନେଇକିରି ସେମାନେ ଆସିଲେ। ଭାଇ ଆସିଲ ଏତେ ଦୂରରୁ, ଭାଇ ଭିଜି ଭିଜାକିରି ଆସିଛ, ଆଉ ଟିକେ ରେଷ୍ଟ ନେବ କି ବୋଲିକି କହିଲେ। ହଁ ରେଷ୍ଟ ନେଲେ ଟିକେ ଭଲ ତା, ଆଉ ମୁଁ ତ ସବୁ ଲୁଗାପଟା ସବୁ ଭିଜି ଯାଇଛି, ବର୍ଷାରେ ସବୁ ଆସିଛି ବୋଲି ତାକୁ କହିଲି। ସେଥିର ସେ କହିଲା କି, ଭାଇ ଟିକେ ପରେ ଯିମା ଭାଇ, ଏବେ ଟିକେ ତାନ ଟିକେ ମାନେ ଖର୍ଚ୍ଚ ବର୍ଚ୍ଚ ଟିକେ କର ଭାଇ, ତୁମେ ଏତେ ଦୂର ଆସିଛ, ଆଉ ଖର୍ଚ୍ଚ ବର୍ଚ୍ଚ ଟିକେ କଲେ ତୁମ ଦେହ ଟିକେ ଭଲ ଲାଗିବ। ମୁଁ କହିଲି, ଭାଇ ମୁଁ ତ ଖର୍ଚ୍ଚ ବର୍ଚ୍ଚ ମୁଁ କରିପାରିବି, ହେଲେ ମୁଁ ତୁମ ସାଙ୍ଗରେ ଯିବିନି, ମୋତେ ଟିକେ ଆଶ୍ରୟ ଟିକେ ଦିଅ ବୋଲିକିରି କହିଲେ। ସେମାନେ ତାଙ୍କ କତିରେ କହିଲି, ଠିକ୍ ଅଛି ଚାଲ ବୋଲିକିରି କହିଲେ। ସେନୁ ଗୋଟେ ପାସପୋର୍ଟ ସେଣ୍ଟରରୁ ସେମାନେ ଭଜାଭୁଜି କରିକି ସେଠୁ ଖାଇଲା ପରେ ସେମାନେ ଟିକେ ଭାଇ ମାଲ୍ ପିଇବ ବୋଲି ଭାଇ କହିଲେ। ହଁ ଠିକ୍ ଅଛି ତୁମେ ପିଇବ ବୋଲେ ପିଅ ବୋଲି ଏଥର ସେମାନେ ଗୋଟେ ବୋତଲଟେ ସେନୁ ଆଣିଲେ। ସେଟା 850 ଟଙ୍କା, ଭାଇ ଏଇଟା ଦିଅ ବୋଲିକିରି କହିଲେ। ମୁଁ 850 ଟଙ୍କା ତାଙ୍କୁ ଦେଲି। ଆଉ ପାସପୋର୍ଟରେ ଏଇଟା ଖାଇଲୁ 300-400 ଟଙ୍କା ଏମିତି ଖାଇଲୁ। ମୋର 1200 ଟଙ୍କା ଏମିତିକିରି ମାନେ ଖର୍ଚ୍ଚ ହେଲା। ଏଥର ଖାଇଲା ପରେ ସେମାନେ ଏଥର ମାନେ ଯେଉଁଠୁ ଖାଉଥିଲୁ ସେଠି 2 ଜଣ ଗୋଟେ କାର୍ରେ ଆସିଲେ, ଆମେ ପୋଲିସ ମାନେ ଆସିଛୁ ଆଉ ଏମିତି ସେମିତି କରିକିରି ସେମାନେ କହିଲେ। ମୁଁ କହିଲି, ତୁ କେଉଁଠୁ ଆସିଛୁ ଭାଇ? ନା ଆଜ୍ଞା ମୁଁ ସୋନପୁରରୁ ଆସିଛି। ଆଉ ଏମାନେ ମୋ ସାଙ୍ଗ ଏମିତି କଥାବାର୍ତ୍ତା ହେଲା ପରେ ଏମାନେ ଗୋଟେ ରିଲେଟିଭ୍ ହେଇଗଲା, ମୋତେ ଆସିଲେ ଆଉ ଗୋଟେ ଏଇଠି ରହୁଥିଲୁ ବୋଲି କହିଲେ। ଏ ତାଙ୍କୁ ଜାଣିଛୁ, ଏମାନେ ସବୁ ମାନେ ଚୋର ଡକାୟତ ଏମିତି ମାନଙ୍କର ତୁ ସକା ହେଉଛୁ ବୋଲିକିରି ସେମାନେ ଧର କହିଲେ ମୋତେ। ମୁଁ ତ ଆଜ୍ଞା ଜାଣିନି ଏନ୍ତା ସେନ୍ତା କଥା। ଆଉ ମୋତେ ଫୋନ୍ କଲେ, ମୁଁ ଆସିଲି, ଆଉ ମୋତେ ବହୁତ ଏଇଟା ପିଟା ମରା କରିକିରି ଜାଣିନି। ସେମାନେ ବାକି ସିଙ୍ଗଲ୍ ଡ୍ରେସ୍ରେ ସେମାନେ ଏନ୍ତା ମାନେ ପ୍ୟାଣ୍ଟ ସାର୍ଟ ଲଗେଇକିରି 2ଟା କାର୍ରେ ଆସିଥିଲେ। ତାପରେ ଧର ମୋର ପଟି ଏମିତି ଢାପିକିରି ମୋତେ ଗାଡ଼ିରେ ଭର୍ତ୍ତି ଦେଲେ। ମୋତେ ପିଟା ମରା କରିକିରି ମୋର ଏମିତି ଦେହରେ ପଚା ପଡ଼ିଯାଇଛି, ଆଉ ମୋର ଟଣ୍ଟି ଟୁଟା ହାପକାପକି ମାରିକିରି ମୋତେ ଏଇଟା ବାନ୍ଧି ଦେଇଥିଲେ। ଆଉ ମୋତେ ସେ ମାନେ ଭିତରେ ଝାଙ୍କିକିରି ପେଲ୍ହେଇ ଦେଲେ ପରେ ମୁଁ ସେଠି ମାନେ ପାଣି ଭିତରେ ପଡ଼ିଲି। ସେ ପାଣି ବହୁତ ସେଠି ଥିଲା, ମାନେ 200-300 ପାଉଁଶର ପାଣି, ତାମାନେ ହାରାହାରି 100-150 ଫୁଟ ପାଣି ସେଟା ଥିଲା। ବୋଲେ ମୋର ଗୋଡ଼ ହାତ କିଛି ଏଇଟା ହେଇନି। ବୋଲେ ମୁଁ ତାମାନେ ପହଁରା ଟିକେ ଶିଖିଥିଲି। ସେଇଟା ପହଁରା ଶିଖିଥିଲି। ଆର ପଟକୁ ଆସିଲା ପରେ ଗୋଟେ ପାଣ୍ଡାକିଟେ ଥିଲା। ପରେ ଜଙ୍ଗଲ ଝୁଙ୍ଗଡ଼ା ବହୁତ ଥିଲା। ପୁରା ମୋର ଦେହରେ କଣ୍ଟାକୁଟି ସବୁ ହାତରେ ସବୁ ମାରିମୁରା ନେଲା। ଆଉ ମୁଁ ଆସିଲା ପରେ ଗୋଟେ ସେଠି ମହାପ୍ରଭୁ ଗୋଟେ ଥିଲା, ଆଉ ସେ ମାନେ ଏଇଟା ଆମର ବନ୍ଧଟେ ଥିଲା। ବନ୍ଧ ବାଟ କରିକି ଆସିଲି, ଗୋଟେ ଝଡ଼କୁ ଆଶ୍ରୟ କଲି। ଦାଦା ଏଠି ଖୋଲ ଟିକେ ଭାଇ, ଏମିତି ସେମିତି କଥା, ଆଉ ମୋତେ ଏମିତି ହଇରାଣରେ ପକାଇ ଦେଇଛନ୍ତି ବୋଲି ସେମାନେ କହିଲେ। ସେମାନେ ଭାଇ ଏମିତି ସେମିତି କଥା, ଆଉ କ'ଣ ହେଲା କ'ଣ ନାହିଁ ଏମିତିକିରି ମୁଁ ରଖିପାରିବିନି ଏମିତି ସେମିତି ବୋଲି କହିଲେ। 2-4 ଜଣଙ୍କୁ ପଚରାପଚରି କଲେ। ସେମାନେ ପଚରାଇଲା ପରେ ସେମାନେ ମୋତେ କହିଲେ, ଠିକ୍ ଅଛି ଆଶ୍ରୟ ଟିକେ ଦେଉଛୁ ବୋଲିକିରି କହିଲେ। ଆଉ ଭାଇ ଆମର କିଛି ଏଇଟା କରବନି, ଏଇଟା ସେଠି ବୋଲିକି କହିଲେ, ଆମେ ଜାଣିନି ବୋଲିକି କହିଲେ। ଏବେ ରଖିଲା ପରେ ଏବେ ମୋତେ ସକାଳୁ ଉଠିଲା ପରେ କାଠି ଦେଲେ, ଆଉ ଖାଇବାକୁ ଦେଇଛନ୍ତି। ଆଉ ଏବେ ମୁଁ ଏଇଠି ଅଛି। ମୋ ଯିବା ପାଇଁ ପଇସା ପତ୍ର ନାହିଁ, ମୋ କିଛି ନାହିଁ। ମୋ ଗାଡ଼ି ନେଇଯାଇଛନ୍ତି, ମୋ ଫୋନ୍ ନେଇଯାଇଛନ୍ତି। ମୋତେ ଆଉ ପିଟି ମାରିକିରି ମୋର ପାସୱାର୍ଡ଼ ବି ତାମାନେ କହ ବୋଲୁଛନ୍ତି। ସେ ଆକାଉଣ୍ଟରେ ମୋର ମିସେସ୍ର ଆକାଉଣ୍ଟରେ କେତେ ପଇସା 21,000 କେତେ ଥିଲା, ସେମାନେ ସବୁ ନେଇଯାଇଛନ୍ତି। ଆଉ ମୋ ପାଖରେ ବି ପଇସା ବି ନାହିଁ ଯିବା ପାଇଁ। ଠିକ୍ ଆପଣ ଗାଡ଼ି ନେଇଯାଆନ୍ତି, ପଇସା ନେଇଯାଆନ୍ତି। ତାଙ୍କ ନାଁ କ'ଣ? ତାଙ୍କ ନାଁ ମୁଁ ଜାଣିନି, ବାକି ଯିଏ ଡାକିଥିଲା ମୋତେ ସେ ମାନେ ସଂଗ୍ରାମ ବୋଲିକିରି, ମାନେ ଅନୁଗୁଳ ମୁଁ ସେଭ୍ କରିଥିଲି ସଂଗ୍ରାମ ବୋଲିକିରି। ଏଇ ଭୋଜବାଜାଣୀରେ ତା'ର ଘର। ଭୋଜବାଜାଣୀ କ'ଣ ଭୋଜବାଜାଣୀ ତାଙ୍କ ଘର। ଆମ ସହ ପ୍ରତିଦିନ ଯୋଡ଼ି ହୋଇ ରହିବା ପାଇଁ ଆମ ଚ୍ୟାନେଲକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ ଏବଂ ଫଲୋ କରନ୍ତୁ। ଡ୍ରିମ୍ସ ରାଇଡର, ସବୁ ସମୟରେ ଆପଣଙ୍କ ସେବାରେ।